ଆପଣ ବହୁତ ଚେଷ୍ଟା କଲା ପରେ ବି ଆପଣଙ୍କ ଘରର ଉନ୍ନତି ହେଇପାରୁନାହିଁ। ପରିଶ୍ରମ କଲା ପରେ ବି ଆପଣଙ୍କୁ ସଫଳତା ମିଳିପାରୁନାହିଁ ଏବଂ ଧନ ବି ଆପଣଙ୍କ ପାଖରେ ବଢ଼ୁନାହିଁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଘରେ ଯଦି ନକାରାତ୍ମକ ଊର୍ଜା ଅଧିକ ହେଇଥାଏ, ଦେବୀ ଦେବତା ଓ ପିତୃପୁରୁଷଙ୍କର ଆଶୀର୍ବାଦ ବି ମିଳିପାରିନଥାଏ। ତ ଏହାଦ୍ୱାରା ଶାରୀରିକ, ମାନସିକ ଓ ପାରିବାରିକ ସମସ୍ୟା ବଢ଼ି ଯାଇଥାଏ। ଅନେକ ଥର ଆପଣଙ୍କର କାର୍ଯ୍ୟ ବନୁ ବନୁ ବିଗିଡ଼ି ଯାଇଥାଏ। ଯଦି ଆପଣ ଏହି ସବୁ ସମସ୍ୟାରୁ ବଞ୍ଚିବାକୁ ଚାହୁଁଥାନ୍ତି ତ କିଛି ସହଜ ଉପାୟ ଆପଣଙ୍କୁ କରିବାକୁ ପଡ଼ିବ। ବାସ୍ତୁଶାସ୍ତ୍ର ଅନୁସାରେ ଏହି ଉପାୟକୁ କରିବା ଦ୍ୱାରା ଘରେ ସକାରାତ୍ମକ ଊର୍ଜାର ପ୍ରଭାବ ବଢ଼ିଥାଏ, ଯାହା ସୁଖ, ସମୃଦ୍ଧି ଓ ଧନ ସମ୍ପତ୍ତିର ପ୍ରାପ୍ତି ହୋଇଥାଏ। ତେବେ ଆସନ୍ତୁ ଜାଣିବା କି ଉନ୍ନତି ପାଇବା ପାଇଁ ପ୍ରତିଦିନ କେଉଁ କାମ ଜରୁରୀ ଅଟେ। ତା ପୂର୍ବରୁ ଯଦି ଆପଣ ଚାହାନ୍ତି କି ଲକ୍ଷ୍ମୀ ମାତାଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ବନି ରହୁ, ତ ଏହି ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ। ଚ୍ୟାନେଲକୁ ସବସ୍କ୍ରାଇବ୍ କରି କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ ଜରୁର ଲେଖିଦିଅନ୍ତୁ। କୌଣସି ବି ଶୁଭ କାମରେ କର୍ପୂରର ବିଶେଷ ମହତ୍ତ୍ୱ ରହିଥାଏ। ମନାଯାଏ କି ଘରେ କର୍ପୂର ଜଳାଇବା ଦ୍ୱାରା ବାସ୍ତୁଦୋଷ ଓ ନକାରାତ୍ମକ ଊର୍ଜାର ସମାପ୍ତ ହୋଇଥାଏ। ଏଥିପାଇଁ ସପ୍ତାହରେ କମ୍ ସେ କମ୍ ଗୋଟିଏ ଦିନ କର୍ପୂର ନିହାତି ଜଳାନ୍ତୁ। ଏହା ଆପଣଙ୍କ ଘରେ ସକାରାତ୍ମକ ଊର୍ଜା ବଢ଼ିଥାଏ। ପ୍ରକୃତିର ନିୟମ ଅଟେ, ଯେତେ ଆପଣ ଦେବେ ସେତିକି ଅଧିକ ପାଇବେ। ଅନ୍ନଦାନ ସବୁଠାରୁ ବଡ଼ ଦାନ ମନାଯାଏ। ଏହି ଉପାୟକୁ କରିବା ଦ୍ୱାରା ଘରେ ଅନ୍ନ ଓ ଧନର ଭଣ୍ଡାର ଭରି ରହିଥାଏ। ସନ୍ଧ୍ୟା ସମୟରେ ପୂଜା କରିବା ସମୟରେ ସୋରିଷ ତେଲର ଦୀପ ଜଳାନ୍ତୁ। ସେହି ଦୀପରେ 2ଟି ଲବଙ୍ଗ ପକାଇ ଦିଅନ୍ତୁ। ଆପଣ ଚାହିଁବେ ତ ଏହି ଦୀପକୁ ପ୍ରତିଦିନ ମୁଖ୍ୟ ଦ୍ୱାରର ଜଳାଇ ପାରିବେ। ଏହା କରିବା ଦ୍ୱାରା ଦେବୀ ଦେବତାଙ୍କର ଏବଂ ପିତୃଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ, ଯାହା ଆପଣଙ୍କ ଘରେ ଉନ୍ନତି ବନି ରହିବ। ଯେବେ ରୁଟି ବନାଉଛନ୍ତି, ଅଟା ଚକଟି ସାରିବା ପରେ ସେହି ଅଟା ଚକଟାରେ ଅଳ୍ପ କ୍ଷୀରକୁ ଛିଞ୍ଚି ଦିଅନ୍ତୁ। ଏହା କରିବା ଦ୍ୱାରା ସବୁ ପ୍ରକାରର ଦୋଷରୁ ଆପଣଙ୍କୁ ମୁକ୍ତି ମିଳିଥାଏ। ଏହା ସହ ପ୍ରଥମ ରୁଟି ଗାଈକୁ ଖୁଆନ୍ତୁ। ସେହି ରୁଟିରେ ଅଳ୍ପ ଗୁଡ଼ କିମ୍ବା ଚିନି ମିଶାଇକି ଖୁଆନ୍ତୁ। ପ୍ରତିଦିନ ପକ୍ଷୀମାନଙ୍କୁ ଦାନା ଖାଇବାକୁ ଦେବା ବହୁତ ଶୁଭ ମନାଯାଏ। ଏହା ଆପଣଙ୍କର କୁଣ୍ଡଳୀରେ ଥିବା ଦୋଷରୁ ମୁକ୍ତି ମିଳିଥାଏ ଏବଂ ଆପଣଙ୍କ ଘରେ ସୁଖ ସମୃଦ୍ଧି ବନି ରହିଥାଏ। ଏହା ସହ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆସିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟାସ୍ତ ସମୟରେ ବା ସୂର୍ଯ୍ୟାସ୍ତ ପରେ ଝାଡ଼ୁ ଲଗାଇବା ଉଚିତ ନୁହେଁ। ମନାଯାଏ କି ଏହା ଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଘରୁ ଚାଲି ଯାଇଥାନ୍ତି ଏବଂ ଅଲକ୍ଷ୍ମୀଙ୍କର ବାସ ହୋଇଥାଏ, ଯାହାଦ୍ୱାରା ଦରିଦ୍ରତା ପିଛା ଛାଡ଼ି ନଥାଏ। ଭୋଜନ ଥାଳିକୁ ସବୁବେଳେ ସମ୍ମାନର ସହ ରଖନ୍ତୁ। କେବେ ବି ଗୋଟିଏ ହାତରେ ଧରନ୍ତୁ ନାହିଁ। ଏହା କରିବା ଦ୍ୱାରା ମନାଯାଏ କି ସେହି ଭୋଜନ ପ୍ରୀତିଜନିକୁ ଚାଲି ଯାଇଥାଏ। ଭୋଜନ ପରେ ସେହି ଥାଳିରେ ହାତ ଧୋଇବା ଉଚିତ ନୁହେଁ। ଖାଇସାରିବା ପରେ ଭୋଜନ ଥାଳିକୁ ପଲଙ୍କ ତଳେ, କିଚେନରେ କିମ୍ବା ଟେବୁଲ ତଳେ ରଖିବେ ନାହିଁ। ଭୋଜନ କରିବା ପୂର୍ବରୁ ଦେବତାଙ୍କୁ ଆହ୍ୱାନ କରନ୍ତୁ। ଭୋଜନ ସମୟରେ ସବୁବେଳେ ମୌନ ବ୍ରତ କରି ଭୋଜନ କରନ୍ତୁ ଏବଂ କ୍ରୋଧିତ ହେବାର ବଞ୍ଚିତ ରହିବେ। ସବୁବେଳେ ପରିବାରଙ୍କ ସହିତ ବସିକି ଶାନ୍ତି ମନରେ ଭୋଜନ କରନ୍ତୁ ଏବଂ ଖାଇସାରିବା ସମୟରେ କୌଣସି ଅପଶବ୍ଦ କୁହନ୍ତୁ ନାହିଁ। ରାତିରେ ଦହି, ଛେନା, ଛତୁ ସେବନ କରିବା ଉଚିତ ନୁହେଁ। ଏହା ମାତା ଲକ୍ଷ୍ମୀଙ୍କୁ ହତାଦାର କରିବାର ଦୋଷ ଲାଗିଥାଏ। ଯେଉଁ ଲୋକ ଆର୍ଥିକ କଷ୍ଟରେ ଘାଣ୍ଟି ହେଉଛନ୍ତି, ସେ ରାତ୍ରି ଭୋଜନରେ ଏହି ଜିନିଷର ସେବନ କରିବା ଉଚିତ ନୁହେଁ। ଭୋଜନ ସବୁବେଳେ ପୂର୍ବ ବା ଉତ୍ତର ଦିଗରେ ମୁଖ କରିକି ହିଁ ଭୋଜନ କରିବା ଉଚିତ। ଯଦି ସମ୍ଭବ ହେଉଛି ତ ରୋଷେଇ ଘରେ ବସିକି ଭୋଜନ କରନ୍ତୁ। ଏହା ଦ୍ୱାରା ରାହୁ ଶାନ୍ତ ହୋଇଥାଏ। ଜୋତା ପିନ୍ଧିକି କେବେ ବି ଭୋଜନ କରନ୍ତୁ ନାହିଁ। ସକାଳୁ ବିନା ସ୍ନାନ କରି ପାଣି ବା ଚାହା ପିଅନ୍ତୁ ନାହିଁ। ଅପରିଷ୍କାର ହାତରେ କେବେ ବି ବ୍ରାହ୍ମଣ ଓ ଅଗ୍ନିକୁ ସ୍ପର୍ଶ କରିବେ ନାହିଁ। ବ୍ରହ୍ମ ମୁହୂର୍ତ୍ତ ଓ ସନ୍ଧ୍ୟା ସମୟରେ ଝାଡ଼ୁ ଲଗାଇବା ଉଚିତ ନୁହେଁ। ଝାଡ଼ୁକୁ ସବୁବେଳେ ଏମିତି ଜାଗାରେ ରଖନ୍ତୁ ଯେଉଁଠି କେବେ ବି ଅତିଥିଙ୍କର ନଜର ପଡ଼ିନଥାଏ। ଝାଡ଼ୁକୁ ପଲଙ୍କ ତଳେ, ରୁମ୍ରେ ବି ରଖିବେ ନାହିଁ। ଘରକୁ ସବୁବେଳେ ସଫାସୁତୁରା ଓ ସୁନ୍ଦର ବନାଇକି ରଖନ୍ତୁ। ଘରର ଚାରି କୋଣକୁ, ବିଶେଷ କରି ଈଶାନ କୋଣ, ଉତ୍ତର ପୂର୍ବ କୋଣ ଓ ପଶ୍ଚିମ କୋଣକୁ ସବୁବେଳେ ଖାଲି ଓ ସଫା ରଖନ୍ତୁ। ବାଥରୁମକୁ ଅସନା କରିକି ରଖନ୍ତୁ ନାହିଁ, କାରଣ ଏହା ଆର୍ଥିକ ସ୍ଥିତି ପାଇଁ ଖରାପ ହୋଇଥାଏ। ବାଥରୁମକୁ ବ୍ୟବହାର କରିସାରିବା ପରେ ବାଥରୁମକୁ ଶୁଖିଲା ରଖନ୍ତୁ। ଦକ୍ଷିଣ ଓ ପଶ୍ଚିମ କୋଣକୁ କେବେ ବି ଖାଲି ରଖନ୍ତୁ ନାହିଁ। ଏହା ଆପଣଙ୍କର କ୍ୟାରିୟରରେ ସ୍ଥିରତା ପାଇଁ ଏହା ଶୁଭ ମନାଯାଏ ନାହିଁ। ଏଥିପାଇଁ ଏହି କୋଣକୁ ଖାଲି ରଖନ୍ତୁ ନାହିଁ। କେବେ ବି ଉତ୍ତର ପୂର୍ବ ଦିଗକୁ ସିଡ଼ି ବନାନ୍ତୁ ନାହିଁ। ଘରର ମହିଳାମାନଙ୍କୁ ସମ୍ମାନ କରନ୍ତୁ। ଚିରା ଫଟା ପ୍ୟାଣ୍ଟ ସାର୍ଟକୁ ପିନ୍ଧନ୍ତୁ ନାହିଁ। ମିଥ୍ୟା କଥା କହିବା ଦ୍ୱାରା ଉନ୍ନତି ଶେଷ ହୋଇଯାଇଥାଏ। ଏଥିପାଇଁ ସତ୍ୟ କହିବାକୁ ଚେଷ୍ଟା କରନ୍ତୁ।
ଦାନ୍ତକୁ ଭଲସେ ସଫା ଓ ଚମକଦାର ବନାଇ ରଖନ୍ତୁ। ଯଦି ଆପଣଙ୍କର ଘରେ ପୂଜା ଘର ନାହିଁ ତ କୌଣସି ଆଷ୍ଟ୍ରୋଲୋଜିଙ୍କୁ ଅନୁସାରେ ପୂଜା ଘର ବନାନ୍ତୁ, କାରଣ କିଛି ଲୋକଙ୍କ କୁଣ୍ଡଳୀ ଅନୁସାରେ ପୂଜା ଘର ରଖିବା ଅନିବାର୍ଯ୍ୟ ଅଟେ। ତ୍ରେଜୋରିରେ କିଛି ହଳଦୀ ଗଣ୍ଠିକୁ ଗୋଟିଏ ହଳଦିଆ ବସ୍ତ୍ରରେ ବାନ୍ଧିକି ରଖନ୍ତୁ। ଏହା ସହ କିଛି ହଳଦୀ, ଚାନ୍ଦିର କିମ୍ବା ତମ୍ଭାର ସିକ୍କା ବା କଉଡ଼ି, କିଛି ଚାଉଳକୁ ହଳଦୀରେ ଗୋଳେଇକି ରଖନ୍ତୁ। ତ୍ରେଜୋରିରେ ଚନ୍ଦନର କାଠ, ଅଗରବତୀ କାଠିକୁ ବି ରଖିପାରିବେ। ଏହା ଦ୍ୱାରା ସୁଗନ୍ଧ ବନି ରହିବ। ଘରେ ଦେବୀ ଦେବତାଙ୍କ ଉପରେ ଚଢ଼ା ଯାଉଥିବା ଫୁଲ ବା ଫୁଲ ହାର ଶୁଖିଗଲା ପରେ ସେହି ଫୁଲକୁ ଘରେ ରଖିବା ଦ୍ୱାରା ଶୁଭ ହୋଇଥାଏ। ସନ୍ଧି କାଳରେ ଅନିଷ୍ଟ ଶକ୍ତି ପ୍ରଭାବଶାଳୀ ହୋଇଥାଏ। ଏହି ସମୟରେ କିଛି କାର୍ଯ୍ୟ ନିଷିଦ୍ଧ ମନାଯାଏ। ଏହି ସମୟରେ ଶୋଇବା, ଖାଇବା, ଗାଳି କରିବା, ଝଗଡ଼ା କରିବା, କ୍ରୋଧିତ ହେବା, ଅଭିଶାପ ଦେବା, ଯାତ୍ରା ପାଇଁ ବାହାରିବା, ଏହି ସମୟରେ କିଛି ଶପଥ ନେବା, ବେଦ ମନ୍ତ୍ରର ପାଠ କରିବା, ଶୁଭ କାର୍ଯ୍ୟ କରିବା, ଚଉକାଠ ଉପରେ ଛିଡ଼ା ହେବା, କିଛି ନିୟମ ପାଳନ କରିବା ଦ୍ୱାରା ଘରର ଉନ୍ନତି ଚାଲି ଯାଇଥାଏ ଏବଂ ବ୍ୟକ୍ତି ଅନେକ ସଙ୍କଟ ଦ୍ୱାରା ପୀଡ଼ିତ ହୋଇଥାଏ, ଯାହା ମାଂସ, ମଦ, ସ୍ତ୍ରୀମାନଙ୍କୁ ଅପମାନ କରିବା, ତାମସିକ ଭୋଜନ ଓ ଅର୍ଥନୈତିକ କାର୍ଯ୍ୟର ମହତ୍ତ୍ୱ ଦିଆଯାଏ। ଯଦି ଆପଣ ଅପାର ଧନର ଇଚ୍ଛା ରଖିଥାନ୍ତି ତ ସବୁଠୁ ପ୍ରଥମେ ଶ୍ରୀ ହନୁମାନଙ୍କୁ ଆପଣଙ୍କର ପାପର କ୍ଷମା ମାଗିବେ ଏବଂ ପ୍ରତିଦିନ ହନୁମାନ ଚାଳିଶା ପାଠ କରନ୍ତୁ। 5ଟି ମଙ୍ଗଳବାର ବରପତ୍ର ଉପରେ ଅଟାର ଦୀପ ହନୁମାନ ମନ୍ଦିରରେ ଜଳାନ୍ତୁ। ହନୁମାନଙ୍କ କୃପାରୁ ପ୍ରଥମେ ଗ୍ରହ ଓ ଗ୍ରହ ଦଶାର ସୁଧାର ଦେବ ଓ ଧନ ପ୍ରାପ୍ତିର ମାର୍ଗ ଖୋଲିଯିବ। ଘରର ବସ୍ତୁକୁ ବାସ୍ତୁ ଅନୁସାରେ ବ୍ୟବହାର କରନ୍ତୁ। ଘରର ପ୍ରତିଦିନ ସଫା ଓ ସ୍ୱଚ୍ଛ ରଖନ୍ତୁ। ପ୍ରତିଦିନ ଘରର ମୁଖ୍ୟ ଚଉକାଠକୁ ପୂଜା କରନ୍ତୁ। ମୁଖ୍ୟ ଦ୍ୱାରର ଚଉକାଠରେ ସ୍ୱସ୍ତିକ ଚିହ୍ନ ବନାନ୍ତୁ। ସେହି ସ୍ୱସ୍ତିକରେ ସିନ୍ଦୁର ଓ ହଳଦୀ ଛିଞ୍ଚି ଦିଅନ୍ତୁ। ଏହା ସହ ଗୋଟିଏ ଦୀପ ଜଳାଇ ସ୍ୱସ୍ତିକକୁ ଆଳତି କରନ୍ତୁ। ସକାଳୁ ଓ ସନ୍ଧ୍ୟାରେ କର୍ପୂର ଜଳାନ୍ତୁ, ଯାହା ଫଳରେ ଘରର ବାତାବରଣ ସୁଗନ୍ଧିତ ଓ ସକାରାତ୍ମକ ବନି ରହିବ। ଯେଉଁ ଲୋକ ନିତ୍ୟ ମୁଖ୍ୟ ଦ୍ୱାରକୁ ପୂଜା କରିଥାନ୍ତି, ଦୁଆର ବନ୍ଧ ଆଖପାଖରେ ଦୀପ ଜଳାଇବା ଦ୍ୱାରା ଘରେ ଲକ୍ଷ୍ମୀଙ୍କର ସ୍ଥାୟୀ ବାସ ହୋଇଥାଏ। ଓସ୍ତ ଗଛରେ ଦେବୀ ଦେବତାମାନଙ୍କର ବାସ ହୋଇଥାଏ। ଶନିବାର ଦିନ ଓସ୍ତ ଗଛ ମୂଳରେ କଳା ରାଶି, କଞ୍ଚା କ୍ଷୀର, ଗଙ୍ଗା ଜଳ, ମହୁ ଓ ଗୁଡ଼କୁ ଷ୍ଟିଲ୍ ବା ଚାନ୍ଦିର ବାସନରେ ଅର୍ପିତ କରନ୍ତୁ ଓ ସୋରିଷ ତେଲର ଦୀପ ଜଳାନ୍ତୁ। ଏହି ଉପାୟ ପ୍ରତି ଶନିବାର ଦିନ କଲେ ଆପଣଙ୍କର ଦୁର୍ଭାଗ୍ୟ ଧୀରେ ଧୀରେ ଦୂର ହେବାକୁ ଲାଗିବ। ଓସ୍ତ ଗଛ ମୂଳରେ ତେଲର ଦୀପ ଜଳାଇବା ପରେ ପଛକୁ ଚାହିଁବେ ନାହିଁ। ସିଧା ସିଧା ଏକମୁହାଁ ହୋଇ ଘରକୁ ଆସନ୍ତୁ। ଧନର ମାର୍ଗ ଫିଟିବା ସହିତ ବିଗିଡ଼ି ଯାଇଥିବା କାମ ଆପଣଙ୍କର ବନିବାକୁ ଲାଗିବ। ଶ୍ରୀ ମହାଲକ୍ଷ୍ମୀଙ୍କୁ ଧ୍ୟାନ କରିକି ମସ୍ତକ ଉପରେ ଶୁଦ୍ଧ କେଶର ତିଳକ ଲଗାଇବା ଦ୍ୱାରା ଧନ ପ୍ରାପ୍ତିର ଶୁଭ ସଂକେତ ମିଳିଥାଏ। ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ଘରେ କର୍ପୂର ଜଳାନ୍ତୁ। ଯଦି ଆପଣଙ୍କ ଘରେ କୌଣସି ସ୍ଥାନରେ ବାସ୍ତୁ ଦୋଷ ଥାଏ ତ ସେହି ସ୍ଥାନରେ କର୍ପୂର ଖଣ୍ଡ ଗୋଟିଏ ରଖିଦିଅନ୍ତୁ। କର୍ପୂରର ସୁଗନ୍ଧ ଦ୍ୱାରା ବାତାବରଣ ଶୁଦ୍ଧ ହୋଇଥାଏ। ଦେବୀ ଦେବତା ଓ ପିତୃଦୋଷ ଶାନ୍ତ ହୋଇଥାଏ। ମାତା ଲକ୍ଷ୍ମୀ ଓ କୁବେର ଦେବତାଙ୍କର କୃପା ପାଇବା ପାଇଁ ତ୍ରେଜୋରିରେ ବା ପର୍ସରେ 3ଟି ସିକ୍କା ରଖନ୍ତୁ। ଘରର ପୂଜା ଘରେ ଲାଲ ରିବନରେ 3ଟି ସିକ୍କାକୁ ବାନ୍ଧି ଟାଙ୍ଗିବା ଦ୍ୱାରା ଭାଗ୍ୟ ମଜବୁତ ହୋଇଥାଏ। ବାସ୍ତୁଶାସ୍ତ୍ରରେ ଚାନ୍ଦିର ମାଛ ରଖିବା ବହୁତ ଶୁଭ ମନାଯାଏ। ଏହା ଦ୍ୱାରା ଘରେ ସୁଖ, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ ବନି ରହିଥାଏ। ଚାନ୍ଦିର ମାଛ ପ୍ରତିମା ରଖିବା ଦ୍ୱାରା ଘରେ ଶାନ୍ତି ଓ ଖୁସି ଆସିଥାଏ। ଯଦି ସମ୍ଭବ ହେଉଛି ଆପଣଙ୍କର ଦିବାଲରେ ମାଛର 2ଟି ପେଣ୍ଟିଂ କିଣି ଆଣି ଆପଣମାନେ ଲଗାଇ ପାରିବେ। ବାସ୍ତୁ ଅନୁସାରେ ଐଶାନ୍ୟ କୋଣରେ ଅଷ୍ଟଦଳ କମଳ ବନାଇକି ମଙ୍ଗଳ କଳସ ସ୍ଥାପନ କରିବା ବା ରଖିବା ଧନ ବୈଭବ ଆସିଥାଏ। ଏଥିପାଇଁ ଗୋଟିଏ କଳସରେ ଜଳ ଭରିକି ସେହି ଜଳରେ ତମ୍ଭାର ସିକ୍କା ପକାଇ ଦିଅନ୍ତୁ। ସେହି କଳସରେ ନଡ଼ିଆ ଓ ଆମ୍ବ ପତ୍ର ରଖିଦିଅନ୍ତୁ। ଏହି ଉପାୟ ବହୁତ ଲାଭଦାୟକ ହୋଇଥାଏ। ସକାଳୁ ଉଠିବା ପରେ ଘରର ମହିଳା ତମ୍ଭାର ପାତ୍ରରେ କିଛି ଜଳ ନେଇ ମୁଖ୍ୟ ଦ୍ୱାରରେ ଜଳ ଛିଞ୍ଚି ଦିଅନ୍ତୁ। ତ ଏହା ଦ୍ୱାରା ଘରେ ଲକ୍ଷ୍ମୀଙ୍କର ଆଗମନ ଓ ଧନର ମାର୍ଗ ଖୋଲିଯିବ। ଯଦି ଆପଣ ଚାହାନ୍ତି କି ଘରେ ସବୁବେଳେ ଖୁସି ବନି ରହୁ ତ ଉତ୍ତର ପୂର୍ବ ଦିଗରେ ପୂଜା ଘର ବନାନ୍ତୁ, କାହିଁକି ନା ଏହି କୋଣରେ ବୃହସ୍ପତି ଦେବତାଙ୍କର ବାସ ହୋଇଥାଏ। ଝାଡୁକୁ କେବେ ବି ସିଧା କରିକି ରଖନ୍ତୁ ନାହିଁ। ଝାଡୁକୁ କେବେ ବି ଗୋଡ଼ ମାରନ୍ତୁ ନାହିଁ। ଏହା ଦ୍ୱାରା ଘରର ଉନ୍ନତିରେ ବାଧା ଆସିଥାଏ। ଝାଡୁକୁ ସବୁବେଳେ ଲୁଚେଇକି ରଖନ୍ତୁ। ସପ୍ତାହକ ଭିତରେ ଗୋଟିଏ ଥର ଲୁଣ ପାଣିରେ ପୋଛା ଲଗାନ୍ତୁ। ଏହା ଦ୍ୱାରା ନକାରାତ୍ମକ ଉର୍ଜା ଦୂର ହୋଇଥାଏ। ଘରେ ଭୁଲରେ ବି ଅନ୍ଧୁ ରଖନ୍ତୁ ନାହିଁ। ଏହା ଆପଣଙ୍କର ଭାଗ୍ୟ ଓ କର୍ମରେ ବାଧା ଆସିଥାଏ। ରୋଷେଇ ଘରେ ଈଶାନ୍ୟ କୋଣରେ ସବୁବେଳେ ଗୋଟିଏ କଳସରେ ଜଳ ଭରିକି ରଖନ୍ତୁ।
ଆପଣଙ୍କର ପୂଜା ଘରେ ଧୂପ ଦୀପ ଓ ପୂଜା ସାମଗ୍ରୀକୁ ଆପଣ ଆଗ୍ନେୟ କୋଣ ବା ଦକ୍ଷିଣ କୋଣରେ ରଖନ୍ତୁ। ବିଦ୍ୟାର୍ଥୀମାନଙ୍କ ପାଠପଢ଼ାରେ ମନ ଲଗାଇବା ପାଇଁ ବହିପତ୍ରରେ ବା ଷ୍ଟଡି ଟେବୁଲରେ ମୟୂର ପୁଙ୍ଖ ରଖନ୍ତୁ। ଯଦି ପରିବାରର ସଦସ୍ୟଙ୍କ ଭିତରେ ଯଦି ଅପଟ ସୃଷ୍ଟି ହେଉଛି ତ ଏହା ମଙ୍ଗଳ ଗ୍ରହର ଅଶାନ୍ତି ହେବାର ପ୍ରଭାବ ହୋଇଥାଏ। ଏଥିପାଇଁ ଶନିବାର ଦିନ ସୁନ୍ଦରାକାଣ୍ଡ ପାଠ କରିବେ। ଯେଉଁ ଲୋକଙ୍କ କୁଣ୍ଡଳୀରେ ରାହୁ ଦୋଷ ହୋଇଥାଏ ଉତ୍ତର ପଶ୍ଚିମ ଦିଗରେ ମୟୂର ପଙ୍ଖ ରଖିବା ଉଚିତ। ଏହାଦ୍ୱାରା ରାହୁର ପ୍ରଭାବ କମ୍ ହୋଇଥାଏ। ଘରେ ସୁଖ ଶାନ୍ତି ବନାଇ ରଖିବା ପାଇଁ ପ୍ରତି ଅମାବାସ୍ୟାକୁ ଘର ଭଲସେ ସଫା କରି ରଖନ୍ତୁ ଏବଂ ବେକାର ଜିନିଷକୁ ଘରୁ ବାହାର କରିଦିଅନ୍ତୁ। ବାସ୍ତୁଶାସ୍ତ୍ର ଅନୁସାରେ ଘରର ଐଶାନ୍ୟ କୋଣର ସବୁଠୁ ଅଧିକ ସକାରାତ୍ମକ ଉର୍ଜା ଦେଲାବାଲା ସ୍ଥାନ ହୋଇଥାଏ। ଏହି କୋଣରେ ଦେବୀ ଦେବତାଙ୍କର ବାସ ମନାଯାଏ। ଏଥିପାଇଁ ଜୀବନରେ ସଫଳତା ପାଇବା ପାଇଁ ଏହି କୋଣକୁ ସବୁବେଳେ ସଫାସୁତୁରା ରଖନ୍ତୁ। ଯଦି ଆପଣଙ୍କ ଘରେ କରଜ ଓ ବେମାରୀ ଦୂର ହେଉନାହିଁ ତ ଏଥିପାଇଁ ଦକ୍ଷିଣ ପଶ୍ଚିମ କୋଣରେ ଗୋଟିଏ ଲାଲ ରଙ୍ଗର ବଲ୍ବଟେ ଜଳାଇକି ରଖନ୍ତୁ। ଘରେ ପଇସା ଓ ଧନର ବୃଦ୍ଧି ବଢ଼ି ଚାଲିବ। ପ୍ରତିଦିନ ରାତିରେ ଖାଇସାରିବା ପରେ ରୋଷେଇ ଘରକୁ ସଫାସୁତୁରା କରିସାରିବା ପରେ ଚାନ୍ଦିର ଗିନାରେ କର୍ପୂର ଜଳାଇକି ରୋଷେଇ ଘରେ ପୁରା ବୁଲାଇ ଦିଅନ୍ତୁ। ମାନ୍ୟତା ଅଛି କି ଏହା ଦ୍ୱାରା ଧନରେ ଉନ୍ନତି ହୋଇଥାଏ ଏବଂ ଘରର ଉନ୍ନତି ବନି ରହିଥାଏ। ଏହା ସହ ପରିବାରର ସଦସ୍ୟଙ୍କ ଭିତରେ ସୁଖ ଶାନ୍ତି ବନାଇ ରଖିବା ପାଇଁ ଚାହୁଁଛନ୍ତି ତ ଷ୍ଟିଲ୍ ବାସନ ଅନେକ ଲୋକ ମନ୍ଦିରରେ ବସିଥିବା ଭିକ୍ଷୁକମାନଙ୍କୁ ଷ୍ଟିଲ୍ ବାସନ ଦାନ କରିଦେଇଥାନ୍ତି, କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ଠିକ୍ ନୁହେଁ। ଧାର୍ମିକ ମାନ୍ୟତା ଅନୁସାରେ ଷ୍ଟିଲ୍ ବାସନ ଦାନ କରିବା ଦ୍ୱାରା ଘରେ ସମୃଦ୍ଧି ଅଟକି ଯାଇଥାଏ ଏବଂ ଆର୍ଥିକ ସ୍ଥିତି ଖରାପ ହୋଇଥାଏ। ଷ୍ଟିଲ୍‌ର ସମ୍ବନ୍ଧ ଶନିଙ୍କ ସହ ହୋଇଥାଏ। ଆଉ ଯେବେ ଏହି ଷ୍ଟିଲ୍ ବାସନକୁ ଦାନ ଦିଆଯାଏ ଏହା ଶନିଙ୍କର ନକାରାତ୍ମକ ପ୍ରଭାବକୁ ବଢ଼ାଇଥାଏ। ଏହା ବି ମୁଖ୍ୟ କାରଣ ହୋଇଥାଏ କି ଯେଉଁ ଲୋକଙ୍କ ଘରେ ବାର ବାର ଧନର ଅଭାବ ଦେଖାଯାଇଥାଏ ଏବଂ ଆର୍ଥିକ ସମସ୍ୟା ବଢ଼ି ଯାଇଥାଏ, ଯାହାକି ଜଣା ଅଜଣାତରେ ଷ୍ଟିଲ୍ ବାସନ ଦାନ କରି ଦେଇଥାନ୍ତି। ଯଦି ଆପଣ ବି ଷ୍ଟିଲ୍ ବାସନକୁ ଦାନ ଦେଇଥାନ୍ତି ତ ଆଗକୁ ଏସବୁ ଜଲ୍ଦି ବନ୍ଦ କରିଦିଅନ୍ତୁ। ତ ଆଶା କରୁଛି ଆଜିର ଭିଡ଼ିଓଟି ନିହାତି ଭାବରେ ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିଥାଏ ତେବେ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ ଅବଶ୍ୟ ଲେଖନ୍ତୁ।